हाय सामने नमस्कार मोर हाय सामने नमस्कार मोर एक नुआ ब्लॉग आप स्वागत करुच्ची सांग मैंने आज आम एक जहाँकि रूराल एरिया केबे सेमती हो नथिबो सेमती का वीडियो देखिया आ देखुछंती मो हाथ रे कोन अछि आज आम शिकार को जाऊँ कौ शिकार को जाऊँ आपण मानक पर देखेबी आप वीडियो लगी रुहतु तेज जापारे शिकारटा कौन हाथ टांगिया अच्छी आउरी वर्षा है भाई अच्छी तो पछरे छता अच्छी देखा जाऊँ पछपटे पकई देपटे जाऊँ समस्ते जाना सांग मैंने आपण देखा जाऊँ माँ जनक नदी में बुड़ी की कंकड़ा बाहर कर गेटअप देखी पार्टी गेटअप को प्रकार अच्छी देखुंत ए बुढ़ी माँ जनक आ छोट नाल रे बुड़ी की कंकड़ा बाहर कर नालिया कंकड़ा जहाँकि रूराल एरिया गुड़ाक मिले देखा जाऊँ आपण से देखा ये हूँ सब रूराल एरिया गुड़ाक कंकड़ा देखा जाए अब आउची किछ मिलला कि ए बब्बरे भयंकर खाल सांग मैंने ए छतु हूँ बनर विषाक्त छतु या खाती ना
ମୁଁ କେବଳ ଆପଣମାନଙ୍କୁ ଏଇଟା ଦେଖାଇବା ପାଇଁ ବୋଲିକି ୟାକୁ ମୁଁ ସୁଟ୍ କଲି। ଏଇ ଛତୁ ଖିଆଯାଏ ନାହିଁ, କିନ୍ତୁ କେତେ ସୁନ୍ଦର ଛତୁ ଦେଖୁଛନ୍ତି ତ। ସେ ଛତୁକୁ ଏ ଛତୁ ମିଶି ଯାଉଛି, ଫରକ କିଛି ଜଣାପଡ଼ୁନି। ଏ ଛତୁକୁ ଖାଆନ୍ତି ନାହିଁ, ଏ ଛତୁ ଖାଇଲେ ମରିଯାଇପାରନ୍ତି। ତ ଏ ଛତୁ କେବେ ବଣକୁ ଗଲା ପରେ ଛତୁ ନେଇକି ଆସନ୍ତୁ ନାହିଁ। ସାଙ୍ଗମାନେ ଆମେ ଯେଉଁଥିପାଇଁ ଯାଇଥିଲୁ ଜଙ୍ଗଲକୁ ତାହା ବର୍ତ୍ତମାନ ମିଳିଯାଇଛି। ଆମେମାନେ ଆପଣଙ୍କୁ ଦେଖେଇବୁ। ଦେଖାଯାଉଛି ଆପଣଙ୍କୁ ଟୋଟାଲି ଖୋଲିକି ମୁଁ ଦେଖେଇବି ଆପଣଙ୍କୁ, ହେଲା କି। ବର୍ତ୍ତମାନ ଚାଲନ୍ତୁ ଆଉ ଆମ ପରିବାର ଯେଉଁଠି ଅଛନ୍ତି, ମୋ ପୁଅ ଝିଅ ତାଙ୍କ ପାଖକୁ ଯିବା। ପିଲାମାନେ ଯେମିତି ଖୁସି ହେବେ ସେମିତି ଦେଖେଇବା ତାଙ୍କରକୁ, ବୁଝିଲା କି। ହଉ ଚାଲନ୍ତୁ ଯିବା। ଦେଖାଯାଉଛି ସମସ୍ତେ ଭିତରେ ଅଛନ୍ତି। ଝିଅ ଦେଖେ କ'ଣ ଆଣିଛି, ଦେଖାଯାଉଛି ତ। ଦେଖାଯାଉଛି ଏଇ କୁଡ଼ିଆ ଭିତରେ ସମସ୍ତେ ଅଛନ୍ତି। रुको जरा सबर करो। ସାଙ୍ଗମାନେ ଦେଖାଯାଉଛି ଆପଣମାନଙ୍କୁ ଆମେ ଯେଉଁ ଶିକାର ପାଇଁ ଯାଇଥିଲୁ, ଏ ଛତୁ ମିଳିଯାଇଛି, ଏତେ ଗୁଡ଼ିଏ ଛତୁ। ଆଉ ଏଇ ଛତୁ ଦେଖନ୍ତୁ, ଛତୁ ଶିକାରରେ ଯାଇଥିଲୁ ଆମେ। ଦେଖ, ହଁ ଏଇଟେ ରଙ୍ଗ ଛତୁ, ଗୋଟେ ଭେରାଇଟି ଛତୁଟା। କ'ଣ ହେଲା ଆସେ। ଆଉ ଏତକ କ'ଣ କରିବେ, ଏଇ ନଡ଼ା ଗୁଡ଼ାକ ବାହାର କରିବେ। ଏଇ ନଡ଼ା ଗୁଡ଼ାକ ବାହାର କରିବେ। ଏଇ ନଡ଼ା ବାହାର କଲା ପରେ ଆଉ ଏଗୁଡ଼ାକ ଖାଇବେ। ଏଇଟା ଯେଉଁଟା ମୁଁ ଦେଖାଉଛି ସେଇଟା ଗୁଡ଼ାକ ଖାଇବାକୁ ପଡ଼ିବ। ତ ଏ ନଡ଼ା ବାହାର କଲା ପରେ ଆପଣମାନେ ରୋଷେଇ ଆପଣଙ୍କ ତରିକାରେ ରୋଷେଇ କରିପାରିବେ, ବୁଝିଲା କି ନାହିଁ। ଏଠି ଆମ ଝିଅ ନେଇକି ଆସିଲା ମକା ପୋଡ଼େଇ ଦେଲେ। ଖାଇବି ଯା, ଟିକେ ରହ ଆଜ୍ଞା ମାନଙ୍କୁ ଏଇଟା ଦେଖେଇବା। ଏ ଛତୁଟା ପ୍ରାୟତଃ ହେଉଛି, ହେଲେ ଇଏ ଟିକେ ରଙ୍ଗ ଛତୁ। ଇଏ ହେଉଛି କାଠ ଛତୁ। କାଠ ବୋଲେ କ'ଣ, ଏଗୁଡ଼ାକ କ'ଣ ହୁଏ ନା, ଶାଳୁଆ ଗଛର ମୂଳ ଯଦି ଆମେ ହାଣିଥିବା, ସେ ପୁରୁଣା ଗଛର ମରିଥିବା ଗଛ ମୂଳେ ଇଏ ଫୁଟେ, ବୁଝିଲା କି। ତ ଏଇଟା ସେଇ ଗଛ ମୂଳରୁ, ଶାଳୁଆ ଡାଳ ମୂଳରୁ ବା ଶାଳୁଆ ଗଛ ମୂଳରୁ, ଡାଳ ମୂଳରୁ ତ ନୁହଁ, ଆଉ ଗଛ ମୂଳରୁ ଏଗୁଡ଼ାକ ଫୁଟେ। ତା ସହିତ ଯଦି ଶାଳୁଆ ଗଛଟା ପକାଇ ଦେଇଥିବା ଭୂମିରେ, ସେ ଭୂମିରୁ ଯଦି ସିଏ ଆଉ ଶୁଖି ଯାଇଥିବ ତ ସେଇଠୁ ବି ଏଇଟା ଫୁଟେ। ଏଟାକୁ ଅଲଗା କରାହେଲା, ଦେଖିଲେ। ୟାକୁ ଆପଣ ଚୁନା କରିବେ, ତରକାରୀ କରିପାରିବେ, ନାଇଁ ତ ଆପଣ ୟାକୁ ମାନେ ଏମିତି ସବୁ ଚିରିବେ। ହଁ, ସେମିତି ଖଣ୍ଡ ଖଣ୍ଡ କରିବେ। ସାମ୍ନାକୁ ଯାଉନୁ, କେମିତି କରିବେ ଦେଖେଇବୁ ଆଜ୍ଞା ମାନଙ୍କୁ। ସେମିତି ଚିରିକି ବି ତରକାରୀ ବନାଇ ପାରିବେ ଆପଣମାନେ, ବୁଝିଲେ କି। ଆଉ ଇଏ ଥିଲା ଆଜି ଆମମାନଙ୍କ ଗୋଟେ ଭିଡ଼ିଓ। ତ ଆଜି ଯିବାର କାରଣ ଏଠି କେମିତି ଚିରିବେ, ହଁ ସେମିତି ସବୁ ତକ ଚିରି ଦେଖନ୍ତୁ, ସବୁ ତକ ଗୋଟେ ପ୍ରାକ୍ଟିକାଲ ଚିରି ଦେ, ପ୍ରାକ୍ଟିକାଲ। ହଁ ଦେଖୁଛନ୍ତି, ଏମିତି ସବୁ ଖଣ୍ଡ ଖଣ୍ଡ କରିବେ। ଏଇଟା ପୁରା ବାହାର କରିପାରିବେ। ଏଇଟା ଏଥିରୁ ଫିଙ୍ଗିଦେବେ। ଏଇଟା ଆପଣଙ୍କୁ ଭଲ ଲାଗିବନି, ଖାଇଲା ବେଳକୁ ଭଲ ଲାଗିବନି। ଏଇଟା ଏ ନଡ଼ାଟା ପୁରା ଫିଙ୍ଗିଦେବେ, ବୁଝିଲେ କି। ଇଏ ହେଉଛି ସାଙ୍ଗମାନେ ଦେଖନ୍ତୁ, ଗୋଟେ ଫୁଲ ଭଳିକା ହେଇଗଲା, ବୁଝିଲା। ଏ ଛତୁ ଗୋଟେ ଫୁଲ ଭଳିକା ହେଇଗଲା।
ଆଉ ଆଜି ଆମର ଏଇ ଛତୁ ଜଙ୍ଗଲକୁ ଯାଇ କଲେକ୍ସନ୍ କରିବା ବା ସଂଗ୍ରହ କରିବା ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଆଜି ଆମ ପାଖରେ କାମ ଅଛି କିନ୍ତୁ ମେଘ ପାଗ କଲା ଆଉ କାଜୁ ବାଡ଼ ସଫା କରି ହେଲାନି। ଭୟ ବି ଲାଗିଲା କାରଣ ସନ୍ତସନ୍ତିଆ ପାଗଟା ହେଇଗଲା, ସେଇଥିପାଇଁ କାଳେ ତା ଦେହରୁ ହିଂସ୍ରକ ଜନ୍ତୁ ବାହାରି ପାରନ୍ତି, ସେଇଥିପାଇଁ ସେଇ କାଜ ବାଡ଼ ଭିତରକୁ ବା ସେଇ ଲଟି ଭିତରକୁ ଆମେ ପଶିଲୁନି। ଆଉ ମେଘ କରିକି ବର୍ଷା ଟୁପୁରୁ ଟାପୁରୁ ପଡ଼ୁଥାଏ, ଆଉ ଶିଶିର ହେଲା ଭଳି ସବୁ ଟୁପୁରୁ ଟାପୁରୁ ପଡ଼ିଥାଏ, ସବୁ ଗଛ ଗୁଡ଼ାକ ଭିଜି ଯାଇଥାଏ। ତା ଭିତରେ ଆମେ ପଶିକି କାମ କରିବୁ, ସେଇଟା ତ ଆମ ପାଇଁ ଉପଯୁକ୍ତ ନୁହଁ। ତ ସେଥିପାଇଁ ଆମେ ଚାଲ ଆଜି ଟିକେ ଫାଙ୍କା ଅଛି, ଜଙ୍ଗଲରେ ବୁଲିକି ଆସିବା ଆଉ ଛତୁ ଟିକେ ଶିକାର କରିକି ଆସିବା। ତ ଛତୁ ଆମେ ଶିକାର କରି ଅଲରେଡ଼ି ଆସି ସାରିଲୁ, ବୁଝିଲେ କି। ତ ସେଇ ଛତୁକୁ କେମିତି ରୋଷେଇ କରିବାକୁ, ଯଦି ମୁଁ ସେଇ ରୋଷେଇ ଟାଇମ୍ରେ ଅଛି ଆପଣମାନଙ୍କୁ ଟୋଟାଲି ଭିଡ଼ିଓଟା ଦେଖେଇବି, ବୁଝିଲେ କି। ସାଙ୍ଗମାନେ ଆଜିର ଭିଡ଼ିଓଟିକୁ ଏତିକିରେ ବନ୍ଦ କରିବା। ଯଦି ଆମମାନଙ୍କର ଭିଡ଼ିଓ ଭଲ ଲାଗୁଛି ଆପଣମାନଙ୍କୁ, ତେବେ ଆପଣ ଲାଇକ୍ କରିବେ ଆଉ ସବସ୍କ୍ରାଇବ୍ କରିବେ ଆଉ ସେୟାର କରିବେ। ରହିଲେ ଦେଖାଇବା ନେକ୍ସଟ ଭିଡ଼ିଓରେ। ନମସ୍କାର।